ଓଡ଼ିଶା ତରଫରୁ ବହୁତ ବଡ଼ ପଦବୀ ଆସିଯାଇଅଛି। ପଦବୀ ହେଲା ଫରେଷ୍ଟର, ଫରେଷ୍ଟ ଗାର୍ଡ଼, ଏକ୍ସାଇଜ କନେଷ୍ଟେବୁଲ। ଏହି ତିନୋଟି ପୋଷ୍ଟ ବାହାରିଛି। ଆବେଦନ ତାରିଖ ହେଉଛି 7/1/2024 ଏବଂ 31/1/2024 ସୁଦ୍ଧା। ଜାଣିପାରିଲେ, ଜାନୁଆରୀ ମାସ 31 ତାରିଖ ଲାଷ୍ଟ ତାରିଖ। 7ରୁ ଆରମ୍ଭ ହେବ। ଜାଣିପାରିଲେ, ଯେବେ 7 ତାରିଖ ଆସିବ ସେଦିନ ଆପଣମାନେ ଆବେଦନ କରିବେ, ରେଜିଷ୍ଟ୍ରେସନ କରିବେ। ଜାଣିପାରିଲେ, ଆଉ ଯେଉଁମାନେ ଯେଉଁମାନେ କରୁନଥିବେ, ତାଙ୍କର ଓନ୍ଲି ରେଜିଷ୍ଟ୍ରେସନ କରିଥିବେ, ତାଙ୍କ ପାଇଁ ମଧ୍ୟ ତା'ର ତାରିଖ ଅଛି 7/2/2024 ସୁଦ୍ଧା। ସେମ୍ ତାଙ୍କର ଆବେଦନ ତାରିଖ। ନେକ୍ସଟ ଦେଖିବା ସାଲାରୀ। ଦେଖିବା ସାଲାରୀ ହେଉଛି ଫରେଷ୍ଟର ପାଇଁ। ଫରେଷ୍ଟର ଏଇଟା ତା'ର ଗ୍ରୁପ୍ ସି, ସବୁ ଗ୍ରୁପ୍ ସି ପୋଷ୍ଟ ଯାକ ନେମ୍ ଅଫ୍ ଦ ଡିପାର୍ଟମେଣ୍ଟ ଦେଇଛି। ଏଇଟା ତା'ର ଲେଭେଲ୍ 7 ସେଲ୍ 1। ଏଇଟା ତା'ର 25,500 ଠାରୁ 81,100 ପର୍ଯ୍ୟନ୍ତ। ନମ୍ବର ଅଫ୍ ଭେକେନ୍ସି 47। ସେହିପରି ଫରେଷ୍ଟ ଗାର୍ଡ଼ର ମଧ୍ୟ 19,900 ଠାରୁ 63,200 ପର୍ଯ୍ୟନ୍ତ। ଏଇଟା ହେଉଛି 896 ମାନେ ନମ୍ବର ଅଫ୍ ଭେକେନ୍ସି। ସେହିପରି ଏହି ପୋଷ୍ଟର ମଧ୍ୟ 19,000 ଲେଭେଲ୍ 4। ଏଇଟା ହେଉଛି 575 ନମ୍ବର ଅଫ୍ ଭେକେନ୍ସି। ଜାଣିପାରିଲେ, ଏବେ ଦେଖିବା ଏଜୁକେସନାଲ୍ କ୍ୱାଲିଫିକେସନ୍। ଫରେଷ୍ଟରର ମାତ୍ର +2 ପାସ୍ ସାଇନ୍ସ ମାଗିଛି, ବୟସ 18ରୁ 32। ସେହିପରି ଫରେଷ୍ଟ ଗାର୍ଡ଼ 10th ପାସ୍। ଏଇଟା ମଧ୍ୟ ବୟସ 18ରୁ 32। ଏହି ପୋଷ୍ଟ ଏକ୍ସାଇଜ କନେଷ୍ଟେବୁଲର +2 ପାସ୍। ଯେକୌଣସି ଆପଣ ସାଇନ୍ସ ହେଉ ଯାହା ହେଲେ 21 ବର୍ଷ ମାଗିଛି, 32 ବର୍ଷ ପର୍ଯ୍ୟନ୍ତ। ଜାଣିପାରିଲେ, ଏବଂ ST/SC ମାନଙ୍କର ମଧ୍ୟ ବୟସ ରିଲାକ୍ସେସନ୍ ଅଛି ଏବଂ ଯେଉଁମାନେ ବିକଳାଙ୍ଗ ଡିଜାବିଲିଟି ପର୍ସନଙ୍କର 10 ବର୍ଷ ଅଛି। ST/SC ମାନଙ୍କର 5 ବର୍ଷ ଅଛି। ସବୁ ଆପଣ ଜାଣିପାରେ। ବୟସ କ'ଣ ଜାଣିପାରିଲେ। ଏକ୍ଜାମ୍ ଫି 500 ଟଙ୍କା ଅଛି ST/SC ମାନଙ୍କ ଫ୍ରି, ଏବଂ ଯେଉଁମାନେ ପରୀକ୍ଷା ଦେବେ ତାଙ୍କ ପାଇଁ 500 ଟଙ୍କା ରିଟର୍ନ ହେବ। ଲାଷ୍ଟ ଡେଟ୍ କହିଲି ମୁଁ, ଲାଷ୍ଟ ଡେଟ୍ ଫେବୃଆରୀ 7। ପ୍ରଥମେ ଆପଣମାନେ ରେଜିଷ୍ଟ୍ରେସନ କରିବେ। ତାପରେ ଯଦି ଆପଣ ରେଜିଷ୍ଟ୍ରେସନ କରିକି ଥିବେ ତାହେଲେ ଆପଣମାନେ ଫେବୃଆରୀ 7 ପର୍ଯ୍ୟନ୍ତ ସେଦିନ ମଧ୍ୟ ଆପଣମାନେ ଆବେଦନ କରିପାରିବେ। ଏକ୍ଜାମ୍ ହେବ, ଗୋଟିଏ ମାତ୍ର ଏକ୍ଜାମ୍ ହେବ, ତାପରେ ଫିଜିକାଲ୍ ଟେଷ୍ଟ ହେବ। ତା'ର ଷ୍ଟେଜ୍ 1ର ରିଟେନ୍ ଟେଷ୍ଟ, ମ୍ୟାଥ୍, ଜେନେରାଲ୍ ଷ୍ଟଡି, ଇଂଲିଶ, ଓଡ଼ିଆ, କମ୍ପ୍ୟୁଟର, ତାପରେ 100 ମାର୍କ। ଏଇଟା ଅଛି ସବୁ ମାର୍କ ଅଛି, ଏଇଟା ସବୁ 100 ମାର୍କ। ଟାଇମ୍ ଏଇଟା। ନେଗେଟିଭ୍ ମାର୍କିଂ ଅଛି 0.25। କ୍ୱାଲିଫାଇଂ ମାର୍କ 30, ST/SC ମାନଙ୍କର, ଅଦର ମାନଙ୍କର 35%। ସେହିପରି ଯେଉଁମାନଙ୍କର NCC B ଯଦି ସାର୍ଟିଫିକେଟ୍ ଥିବ 1 ମାର୍କ, NCC C ସାର୍ଟିଫିକେଟ୍ ଥିବ 2 ମାର୍କ ମିଶିବ। ଫିଜିକାଲ୍ ଟେଷ୍ଟ ମଧ୍ୟ ଅଛି। ଫିଜିକାଲ୍ ଟେଷ୍ଟ ଅଛି, ଏଇଟା ସବୁ ମେନସନ୍ ହେଇଛି। ଫିଜିକାଲ୍ ଟେଷ୍ଟ କେଉଁ ପୋଷ୍ଟ ପାଇଁ ସବୁ ଏଠି ଫିଜିକାଲ୍ ଟେଷ୍ଟ ହେବ। ଏଇଟା ସବୁ ତା'ର ଫରେଷ୍ଟର ପାଇଁ କ'ଣ କେତେ କ'ଣ ଦରକାର। ଫରେଷ୍ଟର, ଫରେଷ୍ଟ ଗାର୍ଡ଼ର ହାଇଟ୍, ମିନିମମ୍ ଚେଷ୍ଟ, ଏଇଟା ସବୁ ମେନସନ୍ ଅଛି। ST ମାନଙ୍କର, UR ମାନଙ୍କ ପାଇଁ, ST/SC, UR ଓମେନ୍ସ ମାନଙ୍କ ପାଇଁ ଏଇଟା ସବୁ ଡିଟେଲ୍ ମେନସନ୍ ହେଇଛି। ସେହିପରି ଏକ୍ସାଇଜ କନେଷ୍ଟେବୁଲର ଏଇଟା ମଧ୍ୟ ଅଛି, ତାଙ୍କର ସବୁ ଡିଟେଲ୍ ମେନସନ୍ ହେଇଛି। ଏଠି ସବୁ ମେନସନ୍ ହେଇଛି। ଏଠି ସବୁ ଲେଖାଯାଇଛି ଫର୍ ପୋଷ୍ଟ ଅଫ୍ ଫରେଷ୍ଟ ଗାର୍ଡ଼, ଫରେଷ୍ଟର, ଫରେଷ୍ଟ ଗାର୍ଡ଼ ପାଇଁ ଆପଣ ଚାଲିବେ 25 କିଲୋମିଟର 4 ଘଣ୍ଟାରେ, ତାହେଲେ ଯଦି ଆପଣ କ୍ୱାଲିଫାଇ କରିବେ। ସେହିପରି ଓମେନ୍ ମାନଙ୍କ ପାଇଁ ମଧ୍ୟ 16 କିଲୋମିଟର, ଏଇଟା ମଧ୍ୟ ତାଙ୍କର 4 ଘଣ୍ଟା। ତାପରେ ଏଇ ପୋଷ୍ଟ ପାଇଁ ରନିଂ ଅଛି, ଲଙ୍ଗ୍ ଜମ୍ପ ଅଛି। ଏଠି ତା'ର ସବୁ କ୍ୱାଲିଫାଇଂ, ଏତିକି ଯଦି ଆପଣ ନେଇପାରିବେ ତ କ୍ୱାଲିଫାଇଂ ହେବେ। ଫିମେଲ୍ ମାନଙ୍କ ପାଇଁ ମଧ୍ୟ ଏତିକି।
तापर प्रोविजनल लिस्ट आसीबो जदि आपने क्वालिफाई करेंगे ताहले आपण मैंने सेटे पोस्टिंग पाइबे। जानीपारे सब डिटेल आप जानीपारे तेणु आपण मैंने ये जॉब को अपेक्षा करूँ 7 तारिख में आपण मैंने आवेदन करेंगे। रही नेक्स्ट वीडियो देखा।